ଯେଉଁ ଦେଶ ପାଇଁ ଆମ ପୂର୍ବପୁରୁଷ ଲୋକମାନେ ଦେଇଥିଲେ ତାଙ୍କର ଅମୂଲ୍ୟ ଦାନ, ଯେଉଁ ଦେଶ ପାଇଁ ଆମ ପୂର୍ବପୁରୁଷ ଲୋକମାନେ ଦେଇଥିଲେ ତାଙ୍କର ଅମୂଲ୍ୟ ଦାନ, ସେ ଦେଶର ସନ୍ତାନ ଆମେ କିପରି ଭୁଲିବା ତା ସମ୍ମାନ। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା, ବନ୍ଧୁ ଅତିଥି, ମୋ ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ନିଜେ ଧନ୍ୟ ମନେ କରୁଅଛି। ଏଥିରେ ମୋର କିଛି ତ୍ରୁଟି ଥିଲେ ମୋତେ ମାର୍ଜନା କରିବେ ବୋଲି ମୋ ଆଶା ଭରସା। ମୁଁ ଭାଷଣ ଆରମ୍ଭ କରିବା ପୂର୍ବରୁ ମୋ ସୁନାର ଭାରତ ମାତା ମୋତେ ଇଂରେଜମାନଙ୍କ କବଳରୁ ଉଦ୍ଧାର କରିଥିବାରୁ, ଯିଏ ଯେଉଁ ସ୍ୱାଧୀନତା ସଂଗ୍ରାମମାନେ ରକ୍ତ ଏବଂ ଲୁହରେ ସ୍ୱାଧୀନତା ସଂଗ୍ରାମମାନେ ତିରଙ୍ଗା ପତାକା ତଳେ ଚରଣରେ ସମର୍ପଣ କରିଥିଲେ, ସେହି ସ୍ୱାଧୀନତା ସଂଗ୍ରାମମାନଙ୍କୁ ମୋର କୋଟି କୋଟି ପ୍ରଣାମ। ଆଜି ମୁଁ ଗୋଟିଏ ଭାଷଣ ଦେବାକୁ ଆସିନାହିଁ, ମୁଁ ଆଜି ଗୋଟିଏ ଭାଷଣ କହିବା ସହ ମୁଁ ଆପଣଙ୍କର ବିବେକ ଆଉ ଜାଗ୍ରତ କରିବାକୁ ଚାହୁଁଛି। ଆଜି ହେଉଛି ଅଗଷ୍ଟ 15। ଏହି ଦିନ ଆମ ଦେଶରେ ନୀଳ ଆକାଶରେ ଆମ ତିରଙ୍ଗା ପତାକା ଫଡଫଡ ହୋଇ ଉଡୁଥିଲା ଆଉ ଦେଶ ପ୍ରେମ ସଙ୍ଗୀତ ବାଜୁଥିଲା। ଆମ ଦେଶ ପାଇଁ ଯାହା କର୍ତ୍ତବ୍ୟ କରିବା କଥା ଆମେ କେହି କରୁନାହୁଁ। 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହେଲା। ଆମ ଯୁବପିଢି ମାନେ ମୋବାଇଲ, ସୋସିଆଲ ମିଡିଆରେ ଟାଇମ ବିତାଉଛନ୍ତି। ଆମେ ଯଦି ଯୁବପିଢି ଆଉ କେହି ନାହିଁ, ଆମେ ଯଦି ମୋବାଇଲ, ସୋସିଆଲ ମିଡିଆରେ ନ ଟାଇମ ବିତାଇ ଆମେ ଦେଶ ପାଇଁ କଣ ଚିନ୍ତା କରିଥାନ୍ତେ କିମ୍ବା କାମ କରିଥାନ୍ତେ, ତେବେ ଆମ ପୂର୍ବପୁରୁଷ ଲୋକମାନେ ଆମକୁ ସ୍ୱାଧୀନ ହୋଇ ଦେଇ ଯାଇନାହାନ୍ତି, ବରଂ ଆମକୁ ଦେଶ ପ୍ରେମ କଣ, ଦେଶ ପାଇଁ କି କାମ କରିବା ଉଚିତ, ଏହା ବି ଶିଖେଇ ଯାଇଛନ୍ତି। ଆମ ପୂର୍ବପୁରୁଷ ଲୋକମାନେ ସକାଳୁ ଉଠୁଥିଲେ, ଦେଶ ପାଇଁ ଲଢୁଥିଲେ ଓ ଦେଶ ପାଇଁ ଚିନ୍ତା କରୁଥିଲେ ଓ ଗଛ ଲଗାଉଥିଲେ, ଆମ ଦେଶକୁ ଭଲ ପାଇବା ଦେଇଥିଲେ। ଭାରତ ଏକ ସୁନ୍ଦର ବିଶାଳ ଦେଶ ଅଟେ। ଏତିକି ମୁଁ ବକ୍ତବ୍ୟ ଶେଷ କରି ଜୟ ହିନ୍ଦ, ଜୟ ଭାରତ।